ସାର୍ ଦଳ ବଦଳ ରାଜନୀତିରେ କେଉଁ ଦଳକୁ ଫାଇଦା ମିଳିବ, ବିଜେଡି ବିଜେପି ନା କଂଗ୍ରେସ? ଶୁଣନ୍ତୁ ଆଜ୍ଞା, ଦଳ ବଦଳ ରାଜନୀତିରେ ବାସ୍ତବରେ ସେଇ ଦଳକୁ ଟିକେ ଫାଇଦା ମିଳେ ଯୋଉ ଦଳ କିଛି ଜନାଧାର ଥିବା ଲୋକ ଯାଆନ୍ତି, ଯୋଉମାନଙ୍କ ନିଜସ୍ୱ ଜନାଧାର ଅଛି, ସେ କିଛି ଆଡ୍ করে। କିନ୍ତୁ ଏହା ଦ୍ୱାରା କିଛି ପ୍ରକୃତରେ ଦଳର ଯେତିକି ଆଣିଲେ ଆପଣ, ଦଳ ଭିତରେ ଥିବା ଲୋକମାନେ ଅସନ୍ତୁଷ୍ଟ ହୁଅନ୍ତି। ଦଳ ଭିତରେ ଯୋଉମାନେ ଥାଆନ୍ତି, ଯୋଉମାନେ 5 ବର୍ଷ 10 ବର୍ଷ ହେଲା କାମ କରୁଥାନ୍ତି, ଯୋଉମାନେ ବି ଆଶା ରଖିଥାନ୍ତି ସେମାନେ ଦଳରୁ ପାଇବେ, ସୁଯୋଗ ପାଇବେ, ସେମାନଙ୍କ ଭିତରେ ଅସନ୍ତୋଷ ଦେଖାଯାଏ। ସବୁ ଦଳରେ ସେଇଟା ହଉଛି। ବିଜେଡି ବିଜେପିରେ ଏଇଟା ବେଶୀ ଭାବରେ ହଉଛି, କାରଣ ସେଇ ଦଳକୁ ଯୋଉ ଯାଉଛନ୍ତି ଲୋକ ଭାବୁଛନ୍ତି ଏଇଠି ଜିତିଯିବା ବୋଲି। କଂଗ୍ରେସ ନିଶ୍ଚୟ କ୍ଷତିଗ୍ରସ୍ତ ହଉଛି। କଂଗ୍ରେସର ଦୁର୍ବଳ ଅବସ୍ଥା ଥିବା ବେଳେ ଆ ଦେହରେ ଯୋଉମାନେ ଜନାଧାର ଥିବା ନେତା ମାନେ ଥିଲେ ସେମାନଙ୍କୁ ଗୋଟି ଗୋଟି କରି ନିଆଯାଉଛି, କାହିଁକିନା ସେମାନେ ଭାବୁଛନ୍ତି ଯେ ଏଇ ଦଳରେ ଯେହେତୁ ସମ୍ବଳ ନାହିଁ, ଆଉ ଏଇ ଦଳ ନାଁରେ ଆମେ ନିର୍ବାଚନ ଜିତିବାକୁ ହେଲେ ଆମ ପାଖରେ ଯୋଉ ଦଳ ଦେଇପାରିବ ବିଜେପି ଆଉ ବିଜେଡି ଦେଇପାରିବେ, ଏଇଟା ଗୋଟେ ଧାରଣା ହେଇଛି। ତ ସେଇ ଦୃଷ୍ଟିରୁ ସେମାନେ ତାଙ୍କ ନିଜ ନିଜ ସୁବିଧା ଦୃଷ୍ଟିରୁ ଏପଟ ସେପଟ ହଉଛନ୍ତି। କିନ୍ତୁ ଏଥିରେ ଗୋଟେ ବହୁତ ବଢିଯାଏନି, ପ୍ରକୃତରେ ଦଳ ବଦଳ ଦ୍ୱାରା ବହୁତ ନିର୍ବାଚନ ଗୋଟେ ବଡ ଧରଣ ପରିବର୍ତ୍ତନ ହେଇଯାଏ। এইটা ଯଦି ନିର୍ବାଚନ ବହୁତ ପୂର୍ବରୁ ହେଇଥାନ୍ତା ତାହେଲେ ବେଟର ହନ୍ତା, ଦଳ ଭିତରେ ଆସିମିଲେଟ କରନ୍ତେ। କିନ୍ତୁ ଏଇ ଶେଷ ମୁହୂର୍ତ୍ତ ହେବା ଦ୍ୱାରା ଯେତିକି ଆସନ୍ତି ସେତିକି ମଧ୍ୟ ବି ବିରୋଧ ଭାବ ସୃଷ୍ଟି ହୁଏ। ମୁଁ ଭାବୁଛି ବେଳେ ବେଳେ ଏଇ ସବୁ କାର୍ଯ୍ୟ ଗୋଟେ ଆତ୍ମଘାତୀ ଭୂମିକାରେ ପରିଣତ ହେଇଯାଏ। ଆତ୍ମଘାତୀ ଭୂମିକା ମୁଁ ଉଦାହରଣ ବି ଦେଇପାରିବି ଓଡ଼ିଶାରେ କେତେ ଗୁଡାଏ ଘଟଣାରେ। ମୁଁ ସେ ଯାହା କରି ବିଜେଡି ଏପରିକି ନ କରୁ ଯୋଉଟା କି ଜଣା ପଡିବ ସେମାନେ ଆତ୍ମଘାତୀ କାର୍ଯ୍ୟ କରୁଛନ୍ତି। ତାଙ୍କର ଦମଦାର ଲୋକ ଥିବା ସତ୍ତ୍ୱେ ସେମାନେ ଅନ୍ୟ ଆଡକୁ ଆଣିକି ପ୍ରାର୍ଥୀ କରିଦେବା ଫଳରେ ଲୋକମାନଙ୍କ ଭିତରେ ଗୋଟେ ଅନ୍ୟ ପ୍ରକାର ଧାରଣା ହଉଛି, କାହିଁକି କରାହଉଛି, ଆ ପଛରେ କଣ ଅଛି। ସେଠାରେ ବିଜେପିରେ ମଧ୍ୟ ବି ଆପଣ ଦେଖନ୍ତୁ, ଯେଉଁଠାରେ ନେଇଗଲେ ଆକାଶ ଦାସ ନାୟକକୁ ନେଇଗଲେ, ଆକାଶ ଦାସ ନାୟକକୁ ନେଇଯିବା ଫଳରେ ବିଜେପିର ଯୋଉମାନେ କୋରେଇରେ କାମ କରୁଥିଲେ ସେମାନେ ସମସ୍ତେ ବିରୋଧୀ ହେଇଗଲେ। ଦଳ ବଦଳ ରାଜନୀତିରେ ବର୍ତ୍ତମାନ ସବୁଠାରୁ ଆଗରେ ଅଛି ବିଜେଡି, ଯିଏ 24 ବର୍ଷ ଧରିକିରି ଶାସନ କରୁଥିଲା। ସେ ବର୍ତ୍ତମାନ ସବୁଠାରୁ ଅଧିକ କେମିତି ଅନ୍ୟ ଦଳରୁ ଲୋକ ଆଣିକରି କ୍ୟାଣ୍ଡିଡେଟ୍ କରିବ ସେଇଥିରେ ବ୍ୟସ୍ତ ଅଛି। ଏଣୁ ଜଣାପଡୁଛି ତା ନିଜର ଷ୍ଟ୍ରେଂଥ କମି ଯାଇଛି ବିଜେଡିର। ବିଜେପି ତାର ଆଗରୁ ଜମା ଷ୍ଟ୍ରେଂଥ ନଥିଲା, ଲୋକ ନଥିଲେ, ସେ ଗୋଟଉଥିଲା। ଏଣୁ ଏଇ ଯୋଉ ଲୋକମାନଙ୍କୁ ଆଣୁଛି ତା ନିଜର ଷ୍ଟ୍ରେଂଥ ବିଜେପି ମଧ୍ୟ ଦୁର୍ବଳ ବୋଲିକିରି ନିଜକୁ ସାବ୍ୟସ୍ତ କରୁଛି ଲୋକଙ୍କ ପାଖରେ। ସେ ସବୁ ଦୃଷ୍ଟିରୁ ଦଳ ବଦଳ ଯୋଉଠି ଯୋଉଠି ଟିକେ ଭଲ ପ୍ରାର୍ଥୀ ଆସିଛନ୍ତି, ଯୋଉଠିକି ଯାହାର ଜିତି ଇଏ ଅଛି, ଟିକେ ଲୋକମାନଙ୍କ ପାଖରେ ରହିଛି, ସେଇ ସବୁ ଜାଗା ମାନଙ୍କରେ ଇଏ ହୁଏତ ଜିତିବେ। କଂଗ୍ରେସ ତ ଖୁବ କମ ଲୋକ ଦଳ ବଦଳକାରୀ ଅଛନ୍ତି, କେବଳ ନୂଆ ଲୋକ କିଛି ଆସିଛନ୍ତି, ନୂଆ ନୂଆ ଲୋକ ଯୋଉମାନେ ଚାକିରି ଛାଡିଛନ୍ତି, ବିଭିନ୍ନ ପ୍ରଶାସନିକ ଇଏରେ ଥିଲେ, ସେଇମାନେ ଆସିଛନ୍ତି। ଆଉ ବିଶେଷ କିଛି ଦଳ ବଦଳକାରୀ ଦଳ ଭିତରେ ଆସିନାହାନ୍ତି ବା ନାହାନ୍ତି। ଯୋଉମାନେ କଂଗ୍ରେସରୁ ଯାଇଥିଲେ ବୋଲି ଫେରି ଆସିଛନ୍ତି। ତେଣୁ ସେ ସବୁ ଦୃଷ୍ଟିରୁ କିଏ ଲାଭ ନବ ସେଟା ଭୋଟ ଦାତାଙ୍କ ଉପରେ ନିର୍ଭର କରେ। ମତେ ଲାଗୁଛି ଏଥରକ ଭୋଟ ଦାତା ସବୁ କଥାକୁ ପ୍ରତ୍ୟାଖ୍ୟାନ କରି ଗୋଟିଏ ନୂଆ ବ୍ୟବସ୍ଥା ସୃଷ୍ଟି କରିବେ, ଯୋଉଥିରେ ଦଳ ବଦଳକାରୀ ମାନଙ୍କୁ ମଧ୍ୟ ସେମାନେ ହୁଏତ ଅଗ୍ରାଧିକାର ନ ଦେଇ ପାରନ୍ତି। ଏ ବିଷୟରେ ମଧ୍ୟ ଭାବୁଛି। ଦ୍ୱିତୀୟ କଥାଟି ହଉଛି ଯେ କଂଗ୍ରେସ ଦଳରେ ବର୍ତ୍ତମାନ ଯାହା ଚାଲିଛି, ଯେପରି ଭାବରେ ସଂଗଠନ ଚାଲିଛି, ଯେ ପ୍ରଥମ ତାଲିକା ପ୍ରକାଶ ପାଇଛି ଏବଂ ଆଗାମୀ ଦିନରେ ଆଉ ଗୋଟିଏ ତାଲିକା ଯାହା ପ୍ରକାଶ ପାଇବ, ଯଦି ସେଥିରେ ଯଦି ପ୍ରକୃତ ବା ଇଏ ଲୋକମାନଙ୍କୁ ପ୍ରାର୍ଥୀ କରାଯାଏ, ଯୋଉମାନଙ୍କର ଲୋକ ସମ୍ପର୍କ ଅଛି ଏବଂ କିଛି ଅଧିକ ସମୟ ଦେଇପାରିବେ, ନିଷ୍ଠାର ସହିତ କାର୍ଯ୍ୟ କରିବେ, ମତେ ଲାଗୁଛି ଏଥିରେ କଂଗ୍ରେସ ଦଳ ହିଁ ଅଧିକ ଭାବରେ ଲାଭବାନ ହବ।